जे तथा मां प्रपद्यन्ते तां तथा भजाम्यहम्। मम वर्तान् वर्तते मनुष्या पार्थ सर्वशः। चिन्मय चिर सुंदर नील कंदरारूढ़ मंदरधर नवघन रुचिर महाप्रभु सत्यनारायणकर अभय पद कंजरी मनोनिवेश कर सारा पालार प्राचीन तथा परंपरा को रक्षा करी आंभे माने हेबा चला पथर पथिक बाबूरे जहा हेउ आज हेउ एक पवित्र पार्वणर महाराग अवसर ये पवित्र पार्वण अवसर रे जजमान महोदयंकर मंगल उद्देश्य रे सत्यनारायण महाप्रभुंकर भगवतानुकूल्य रे आयोजित पूजा बाबू तेणु सदाद आंभेमान भूपत कंजर निजको नियोजित कर सारा चला पथर पथिक महोदय विश्वचिंतामणि नारायण अर्थात भगवान को दर्शन करने व्यवहित पूर्व भक्तमान को दर्शन करने विधे तेणु विभुपद कंज निजक समर्पित कर सारा जनार्दन महोदय महोदय मानक अभय पद कंजरे आम क्षेत्र अनुष्ठान तरफ हार्दिक कृतज्ञता ज्ञापन करने संगे संगे श्रद्धांजलि नमस्ते आमर मध्य नमस्ते भल ठाकुरे अधिका गहल चल करना आमे होचे घर को आमर अतिथि महाशय आसीचंती आमर हेउची सत्यनारायण पूजार प्रथमार्ध द्वितीय अध्याय महाशय आसीबे विचारित भगवत कथा मध्य कहिबे बाबा सुनिबे आमे तो गां घर को कथा जहा घंटे अधघंटे प्रभुंकर सेवा करी आमे विदाय हो सर्वाद विभक्त कंजर निजको समर्पण करबा को जाई प्राचीन रीति युग साहित्यर सारस्वत प्रतिभा भक्त कवि कृष्ण दास महोदयंकर आरत प्राण 34 आमे दुई पद सामना कृति करिए एवं विश्वचिंतामणि श्रीमद भगवत वासुदेव श्री कृष्णंकर मुखारविंदरु आशीष वाचक श्लोक हिसाब रे कथा करिए गोटाए पद मंत्र पवित्र भाई
ହାଜିଆ କିଛି ବୁଝିବନି ମୁଣ୍ଡ ହେଡେ ମୁଣ୍ଡ କଣ ହେଡେ କଣ କିଛି ବୁଝିପାରୁନି ତମ କଥା ମୁଣ୍ଡ ଯୋଉଟା ହେଡେ ସେଇଟା ସେଇଟାରେ ବେଡ଼ା ଇଏ ମୋ ଖାତାରେ ଲେଖିଛି ଖାତା କଲମ ବନ୍ଦ କର ନହେଲେ ସରଲା ଖଳା ସୁରକ୍ଷା କରି ଚଲା ପଥର ପ୍ରତୀକ ଆଜ୍ଞା ଆଜ୍ଞା ତେଣୁ ଶାସ୍ତ୍ରବିତି ସର୍ଜନ ଅଧୁନା ବଳିଲେ ବର୍ତ୍ତମାନ ମନୁଷ୍ୟ ଜୀବନର ସୁଖ ସମୃଦ୍ଧି ଏବଂ ଶାନ୍ତି ପାଇଁ ପ୍ରତ୍ୟହ ମାନବୀୟ ମୂଲ୍ୟବୋଧର ଶାଶ୍ୱତ ଭାବଧାନ ଭଗବତ ଚେତନା ବାବୁରେ ଭଗବତ ଚେତନାକୁ ଛାଡ଼ିଦେଲା ପରେ ଏ ଆଧ୍ୟାତ୍ମିକ ପରିକ୍ରମାକୁ ଛାଡ଼ିଦେଲା ପରେ ଇଏ ମାନବ ଜୀବନରେ ସୁଖ ନାହିଁ ଶାନ୍ତି ନାହିଁ ପ୍ରୀତି ନାହିଁ ମୈତ୍ରୀ ନାହିଁ କିଛି ନାହିଁ ଅଛି ଇଏ ସଂସାର ହେଉଛି ମିଛ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଶଙ୍କରାଚାର୍ଯ୍ୟ କହିଲେ ଜଗତଟା ମିଥ୍ୟା ଯାହା ଦେଖୁଛୁ ସବୁ ମିଥ୍ୟା ସତ୍ୟ କେବଳ ବିଶ୍ୱଚିନ୍ତାମଣି ନାରାୟଣ ଅତୀତରେ ନଥିଲା ବର୍ତ୍ତମାନ ଅଛି ଭବିଷ୍ୟତରେ ରହିବାର କୌଣସି ସମ୍ଭାବନା ନାହିଁ ମଧ୍ୟ ଏହା ହେଉଛି ମିଛ ଏହା ସ୍ଥିରୀକୃତ ନୁହଁ କିନ୍ତୁ ଯେ ଅତୀତରେ ଥିଲେ ବର୍ତ୍ତମାନ ଅଛନ୍ତି ଭବିଷ୍ୟତରେ ରହିବେ ମଧ୍ୟ ବିଶ୍ୱଚିନ୍ତାମଣି ନାରାୟଣ ପରମ ବ୍ରହ୍ମ ନାଇଁ ତେଣୁ ଗୋଟାଏ ପଦ ଛାନ୍ଦ ଆମେ ଆବୃତ୍ତି କରିଛେ ଦୟା ସାଗର ବୋଲି ଦମ୍ଭ ଦେବୀ ଭଜିଲି ଅମ୍ବୁଜ ଚରଣେ ତେବେ ଦୟା ସାଗର ବିଶ୍ୱଚିନ୍ତାମଣି ନାରାୟଣଙ୍କର ଭୟ ପଦକଞ୍ଜରେ ଶରଣାର୍ଥୀ ଏହି ଭକ୍ତ କହୁଛି କାହିଁକି ଦୟା ସାଗର ବୋଲି କହିଲା କାହିଁକି ଜୀବ ପ୍ରତି ଦୟା କରନ୍ତି ବିଶ୍ୱଚିନ୍ତାମଣି ନାରାୟଣ ବିପଦରେ ପଡ଼ିଥିଲେ ସମସ୍ତ ପ୍ରାଣୀର ହାତକୁ ହରଣ କରିଛନ୍ତି ବିଶ୍ୱଚିନ୍ତାମଣି ନାରାୟଣ ସେଇଥିପାଇଁ ଭଗବତ ଗୀତାରେ କହିଲେ ଯେ ତଥା ମାଙ୍କ ପର୍ଯ୍ୟନ୍ତ ତାଙ୍କ କଥା ଯେଉଁପରି ଭାବରେ ନାରାୟଣଙ୍କର ସେବା କରିଛି ଯିଏ ଯେଉଁପରି ଭାବରେ ଭଜିଛି ସେ ସେଇପରି ଭାବରେ ନାରାୟଣଙ୍କର ନିଶ୍ଚିତ ଭାବରେ ଶ୍ରୀ କଲ୍ୟାଣକୁ ପ୍ରାପ୍ତ ହୋଇଛି ଗୁଣଗ୍ରାହୀ ବିବେକୀ ମହୋଦୟ परम ब्रह्म जीव परम ब्रह्म को अनुसंधान करवा बा भजन करवा विधेय कहीं कहूँ वर्तमान दुस्तर घोर करिया से आपण मानक निकट उपगत हे गलानी बापुरे ये तो 21 मसीहा गला 2022 मसीहा विश्व पाई शांति नाही शुभ समय राही सृष्टि पाई और शुभ समय राही एणिकी जितबा तर मुहूर्त आसी आपण मानक निकट रे ठिया हबो एइथिपाई गोटाय पद मोर मने पड़ी जाय जगतगुरु ठाकुर परमानंद अभिराम परमहंस कोइली शिक्षा कहले कोन कहले लोक होई घोटिलाई घोर करिया लोक घोटिलाई वर्तमान ये भव पृष्ठ घर कर देखा देलानी घर कुनती चिंता वर्तमान ये मानव समाज ध्वंसाभिमुखी वर्तमान सूचना तेणु ए दुस्तर कली उद्धार पाइबा
केवल ही श्री नारायणଙ୍କର ଶ୍ରୀ କଲ୍ୟାଣ ମାତ୍ର ଆବଶ୍ୟକ। ବାବୁରେ ଜୀବ ପରମ ବ୍ରହ୍ମଙ୍କର ସୂକ୍ଷ୍ମ ସତ୍ତା। ଜୀବ ବ୍ରହ୍ମୈବ କେବଳ। ଜୀବ ହେଉଛନ୍ତି ବ୍ରହ୍ମଙ୍କର ଅଂଶ। ଯେହେତୁ ବ୍ରହ୍ମଙ୍କର ଅଂଶ ତେଣୁ ବ୍ରହ୍ମଙ୍କୁ ଭଜନ କରିବା, ଆରାଧନା କରିବା, ସ୍ମରଣ କରିବା, ମନନ କରିବା, ଚିନ୍ତନ କରିବା ପ୍ରତ୍ୟେକ ମାନବ ପାଇଁ ଉଦ୍ଦିଷ୍ଟ। ବାବୁରେ ତେଣୁ ବିଶେଷ ଭାବରେ କଥାକୁ ବହଳ କରିବାର ନାହିଁ। ଟିକିଏ ପ୍ରସଙ୍ଗ ଦେଇ ଆମେ ପଳେଇଯିବା। କହିବା କଥା ଯେ ବିଶ୍ୱ ଚିନ୍ତାମଣି ନାରାୟଣଙ୍କୁ ମନରୁ ଦମ୍ଭ ଗର୍ବ ଅହଙ୍କାର ନିଷ୍କାମ ଚିତ୍ତରେ ସାତ୍ବିକ ଚିତ୍ତରେ ମୋ ହରି ସର୍ବତ୍ର ବିଦ୍ୟମାନ। ପ୍ରହ୍ଲାଦ ଗୋଟିଏ ବାକ୍ୟରେ ଶେଷ କଲା। ଶୁଣନ୍ତୁ ତେବେ ମୋ ହରି ଅଛନ୍ତି କେମିତି? ଗୋଟାଏ ପଦ ଶ୍ଲୋକ ଗାଇବି। ଆପଣଙ୍କର ବହି ହେଉଛନ୍ତି ପ୍ରହ୍ଲାଦ ନାଟକ। କଣ କହିଲେ? ପ୍ରହ୍ଲାଦ କହୁଛନ୍ତି ପାତାଳେ ଚାନ୍ତରି ଖେଳ ସଦିଶ ମାନେ ସର୍ବଶୈଳେ ସମୁଦ୍ରେ भस्मे काठे तलौ भे किति जात बने सावरे जंगले एवं सर्वोषधीनांग सुर सुरपुरे पुष्प मध्ये कुशाग्रे एवं सर्वत्र मुक्तिते जगति सविरे सर्वत्र विद्यमान पाताल पुरे अछंती अंतरिक्ष रे अछंती दश दिश गगने ये दश दिगि बलय रे अछंती भस्म रे अछंती विभूति रे अछंती काष्ठ रे अछंती लोभ रे अछंती प्रस्ताव रे अछंती सर्व औषधि रे अछंती कुशाग्र रे अछंती पुष्प मध्य रे अछंती असुरपुर रे अछंती एवं सुरपुर बोले देवतापुर रे अछंती हरि मोर सर्वत्र विद्यमान हरि सर्वत्र विद्यमान सामने जो स्तंभ स्तंभ गर्भरे अछंती या भितरे तो नारायण अछंती अछंती अरे किया छ कथा से देखा मते कथा से देखा मते हिरण्यकश्यप कइला प्रहलाद जदि हरि तोर सर्वत्र विद्यमान कोन स्तंभ गर्भरे अछंती निश्चित भावरे प्रहलाद मन स्तंभ ठाए दम्भर सहित भगवान विश्व चिंतामणि नारायण सत्य जुगरे भजी थिला किए प्रहलाद सेवा भजन्ति शत्रु
कहते शत्रुमते रोही को हेउए प्रगति दया सागर दास आमे आलोचना करिचे दया सागर बोली दंभ तेजी भजिली अंबुज चरणे तुम्भर हेउए दया सागर शब्द ऊपर त्रेतया जुगर जने भजी थिले भक्ति रस हकारे जे हेउचंती विभीषण शत्रु ऊपर भजु थिला रावण दुही को हेउए प्रगति दया सागर दास विभीषण धार पाइछि मुक्ति पथर पथिक होइचंती ଏବଂ ରାବଣ ମଧ୍ୟ ମୁକ୍ତି ପଥର ପଥିକ ବ୍ରହ୍ମହସ୍ତରେ ନିଧନ ହେଇ ବାବୁରେ ନିପାନ ଥିଲା ଆଜ୍ଞା ଗୋଟାଏ କଥା ତେବେ ଦ୍ୱାପର ଯୁଗର ବାର୍ତ୍ତା ଗୋଟିଏ ଝିଅ ପ୍ରମାଣ ଦେବୀ ଗୋଟିଏ ଝିଅ ଭଜିଥିଲା ଦୃଢ଼ତର ସହିତ ନାରାୟଣକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଭଜିଥିଲା ମାନେ ସତ୍ୟ ଯୁଗରେ ଗୋଟେ ପୁଅ ପିଲା ଭଜିଥିଲା ତ୍ରେତୟାରେ ପୁଅ ଭଜିଲା ଇଏ ଦ୍ୱାପର କଳି ଏ ଦିଟା ଝିଅ ଗୋଟିଏ ଝିଅର ପ୍ରମାଣ ଦେବୀ ଗୋଟିଏ କନ୍ୟା ନାରାୟଣଙ୍କୁ ଦୃଢ଼ତର ସହିତ ଭଜିଥିଲା କେଉଁପରି ଭାବରେ ଭଜିଲା ଏବଂ ସେ କେଉଁ ରୂପରେ ପାଇଲା ଭଗବାନ ଗୀତାରେ କହିଛନ୍ତି ଯେ ଯଥା ମାଙ୍କ ପର୍ଯ୍ୟନ୍ତ ସ୍ଥାନ ତଥା ଭଜାମି ହଂ ଯିଏ ଯେଉଁପରି ଭାବରେ ମୋର ଶରଣକୁ ଆସେ ମୁଁ ତାକୁ ସେହିପରି ଭାବରେ ରଖିବି ତେଣୁ ଗୁଣଗ୍ରାହୀ ପଣ୍ଡିତ ମଣ୍ଡଳୀ ତେଣୁ କଥା ପ୍ରସଙ୍ଗଟି ହେଇଛି କ'ଣ ବିଦର୍ଭ ରାଜା ଭୀଷ୍ମକ ବିଦର୍ଭର ରାଜା ହେଉଛନ୍ତି ଭୀଷ୍ମକ ଭୀଷ୍ମକଙ୍କର ଏକମାତ୍ର କନ୍ୟା ଯାହାଙ୍କର ନାମ ହେଉଛି ରୁକ୍ମିଣୀ ଦେବୀ ରୁକ୍ମିଣୀ ଗୁଣଗ୍ରାହୀ ପଣ୍ଡିତ ମଣ୍ଡଳୀ ଏବେ ରୁକ୍ମିଣୀର ବିବାହ ପ୍ରବନ୍ଧ ଚାଲିଛି ଦେବୀ ରୁକ୍ମିଣୀଙ୍କର ବିବାହ ପ୍ରସ୍ତୁତି ପର୍ବ ଚାଲିବା ଅବସରରେ ନିମନ୍ତ୍ରଣ ପାଇ ବର ରୂପରେ ସୁସଜ୍ଜିତ ହୋଇ ଆସିଛନ୍ତି କିଏ ଇଏ ଚେଦିରାଜ ପୁତ୍ର ଶିଶୁପାଳ ଶିଶୁପାଳ ବର ବେଶରେ ଆସି ବାବୁରେ ଅତିଥି ଭବନରେ ଅଛନ୍ତି କେଉଁଠି ଅଛନ୍ତି ଅତିଥି ଭବନରେ ଅଛନ୍ତି ଗୁଣଗ୍ରାହୀ ପଣ୍ଡିତ ମଣ୍ଡଳୀ ଏ ପରିପ୍ରେକ୍ଷୀରେ ହେଇଛି କ'ଣ ରୁକ୍ମିଣୀଙ୍କର ସମସ୍ତ ସଖୀ मोर प्रार्थी बसारे कोन करियो जानितो मरिगला परे लिखिलब श्याम अवक से कृष्ण कर मोटी ओटी मो हृदय रति दब कृष्ण वर्णर वस्त्र के मोटी घोड़ाई गई श्याम गति पथे बसव पतिब आपणा हते कृष्ण जिउबा
ବାଟ ଦେଇ ଯାଉଥିବେ ସଖିରେ ସେଇ ବାଟ ଦେଇ ମୋ ଶବଟାକୁ କୁଟି ଦେବ ଯଦି ଏ ମନ୍ଦ Thank you.